ଆଜି ତ ବଢିଆ ହେଲା। ଏ ଚୁନମୁନ ଚଢେଇ ସମସ୍ତଙ୍କୁ ସାହାଯ୍ୟ କରୁଥିଲା। ସମସ୍ତେ ଆକୁ ଏତେ ଭଲ ପାଉଥିଲେ, ଆଉ ଆଜି ଚୋରି ବାହାନାରେ ଆକୁ ମୁଁ ଧରି ପକେଇଛି। ଏବେ ମୁଁ ଆକୁ ଦେଖେଇବି। ତାପରେ କଳା କାଉ ଚୁନମୁନ ଚଢ଼େଇ ପାଖକୁ ଗଲା ଆଉ ତାକୁ କହିଲା, ଚୁନମୁନ ଚଢେଇ, ଶୁଣିଛି ତୋ ଛୁଆମାନେ ବହୁତ ଛୋଟ ଆଉ ଏକୁଟିଆ ବି ଅଛନ୍ତି। ଭାବ, ଗୋଟେ ବଡ଼ ପକ୍ଷୀ କିମ୍ବା କୌଣସି ଜନ୍ତୁ ତାକୁ ଯଦି ଖାଇଗଲା ତ ତାଙ୍କର କ'ଣ ହବ? ସେମାନେ ତ ମରିଯିବେ। ଦୁଷ୍ଟ କଳା କାଉ, ତୁ ଆଜି ମୋ ସହିତ ଯାହା କରିଛୁ ତା ପାଇଁ ତୁ ନିଶ୍ଚୟ ପ୍ରାୟଶ୍ଚିତ କରିବୁ। ଭଗବାନ ଦେଖୁଛି, ୟାର ହିସାବ ତୋଠୁ ଭଗବାନ ନବ। ଏତିକି କହି ଚୁନମୁନ କାନ୍ଦିବା ଆରମ୍ଭ କଲା। ଚୁନମୁନ କାନ୍ଦି କାନ୍ଦି କହିଲା, ଅଣ୍ଡା ଛୁଆ ଗଛରେ ଚଢ଼େଇ କହେ ଚୁ ଚୁ। ଅଣ୍ଡା ଛୁଆ ଗଛରେ ଚଢ଼େଇ କହୁଛି ଚୁ ଚୁ ଚୁ। ଏଇ କଥା ଚିଲ ଦାଦା ଶୁଣିନେଲେ।